नमस्कार। ମୁଁ ପ୍ରଦୀପ ସାହୁ ଆପଣମାନଙ୍କୁ ମାଲ୍ୟଗିରି କହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା, ଜାତୀୟତାବାଦ କ'ଣ ଓ ଏହା କାହିଁକି ଆବଶ୍ୟକତା। ଆମେ ଜାଣୁ ଆମ ଦେଶ ସାରା ବିଶ୍ୱରେ ଜ୍ଞାନର ଆଲୋକର ଦୀପଶିଖା ଜଳିଥିଲା। ଏ ଦେଶ ସାରା ବିଶ୍ୱକୁ ଦେଖିଥିଲା ବେଦ ବେଦାନ୍ତ ଉପନିଷଦ, ଯାହା ସାରା ବିଶ୍ୱ ଦେଖିଥିଲା। କେବଳ ସେତିକି ନୁହଁ, ଆମ ଦେଶ ସ୍ୱର୍ଣ୍ଣପ୍ରସୂ ଦେଶ ଥିଲା, ଯାହାର ଧନ ଦୌଲତରେ ଆକର୍ଷଣ ହୋଇ ଏ ଦେଶକୁ ଆରବ, ହୁନ୍, ଫରାସୀ, ତାତାର ଏବଂ ଇଂରେଜ ସମସ୍ତେ ଆସି ଆକ୍ରମଣ କରି ଏହାର ଧନ ସମ୍ପତ୍ତିକୁ ଲୁଣ୍ଠନ କରି ନେଇଯାଇଥିଲେ ତାଙ୍କ ଦେଶକୁ। କେବଳ ସେତିକି ନୁହେଁ, ଏ ଦେଶକୁ ବ୍ୟବସାୟ କରିବା ପାଇଁ ଆସି ଇଷ୍ଟ ଇଣ୍ଡିଆ ନାମକ ଏକ କମ୍ପାନୀ ସାରା ଦେଶକୁ 200-250 ବର୍ଷ ଶାସନ କରି ଆସିଥିଲା। ଏହା କାହିଁକି ସମ୍ଭବ ହେଲା? ଯେଉଁ ଦେଶ ଧନ ସମ୍ପଦରେ ଅଭାବ ନଥିଲା, ଯେଉଁ ଦେଶ ଜ୍ଞାନରେ ଅଭାବ ନଥିଲା, ମାତ୍ର କାଳକ୍ରମେ ବିଦେଶୀଙ୍କ କବଳକୁ ଚାଲି ଦେଇଥିଲା। କାହିଁକି? ଯେଉଁଦିନ ଏ ଦେଶରେ ଜାତୀୟତାବାଦ ବା ଜାତୀୟତା ଭାବ ଚିନ୍ତାର ତଳକୁ ନିମ୍ନଗାମୀ ହେଲା, ସେଦିନ ଏ ଦେଶର ଅବକ୍ଷୟ ହେଲା ଏବଂ ଏ ଦେଶର ଜନତାଙ୍କର ଶକ୍ତି ହ୍ରାସ ହେଲା, ଚେତନାର ଶକ୍ତି ହ୍ରାସ ହେଲା ଏବଂ ତାର ଫାଇଦା ନେଲେ ବିଦେଶୀ ଶକ୍ତି ଏବଂ ଏ ଦେଶକୁ ପରାଧୀନ କରିବା ସହିତ ତାଙ୍କ ଦେଶକୁ ଧନରତ୍ନ ଲୁଣ୍ଠନ କରି ନେଇଯାଇଥିଲେ। ତେବେ ସେଇ ଭାବନା, ସେଇ ଚିନ୍ତା, ସେଇ ଚେତନା ଯାହାର ଅଭାବରେ ଏ ଦେଶ ନିମ୍ନଗାମୀ ହେଇଥିଲା, ତାର ନାମ ହେଲା ଜାତୀୟତାବାଦ। ସେଇ ଚିନ୍ତା ଚେତନା ଯାହାର ଅଭାବ ଯୋଗୁଁ ଜୟଚନ୍ଦ୍ରମାନେ ବିଦେଶୀ ଶକ୍ତିକୁ ଏ ଦେଶର ରାଜାମାନଙ୍କ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସହଯୋଗ କରିଥିଲା, ତାହା ହେଲା ଯେଉଁ ଚିନ୍ତାର ଅଭାବ ଥିଲା, ତାହା ହେଲା ଜାତୀୟତାବାଦ। ଯେତେବେଳେ ଜାତୀୟତାବାଦ ଚିନ୍ତାର ଅବକ୍ଷୟ ଘଟିଲା, ଏ ଦେଶର ଅଧପତନ ଘଟିଲା ଏବଂ ବିଦେଶୀ ଶକ୍ତିମାନେ ଏ ଦେଶକୁ ଲୁଣ୍ଠନ କଲେ, ଶାସନ କଲେ। ତେଣୁ ଯେତେବେଳେ ଏ ଦେଶରେ ଜ୍ଞାନର ଉଦ୍ରେକ ହେଲା, ଜାଗରଣ ହେଲା, ସେତେବେଳେ ଇଂରେଜ ଶାସନ ବିରୁଦ୍ଧରେ ହଜାର ହଜାର ସଂଖ୍ୟାରେ ସେଇ ଚିନ୍ତା ଚେତନା ମାର୍ଗଦର୍ଶକମାନେ ପ୍ରାଣବଳି ଦେଲେ, ଆତ୍ମାହୁତି ଦେଲେ। ଆତ୍ମବଳି ଦେଲେ ଏ ଦେଶକୁ ପୁନର୍ବାର ଏ ଦେଶକୁ ତାର ପୁରୁଣା ଐତିହ୍ୟ ସମ୍ପନ୍ନ ଏବଂ ତାର ପୁରୁଣା ଐତିହ୍ୟକୁ ଫେରାଇ ଆଣିବା ପାଇଁ। ଏ ଦେଶ ପୁନର୍ବାର ଶକ୍ତିଶାଳୀ ହେଉ, ଏ ଦେଶର ଲୋକମାନେ ପୁନର୍ବାର ସେହି ଶକ୍ତିଶାଳୀ ଦେଶ ଭାବରେ, ଲୋକ ଭାବରେ ସାରା ବିଶ୍ୱରେ ଠିଆ ହୁଅନ୍ତୁ ଏବଂ ଏ ଦେଶ ପୁନର୍ବାର ସମୃଦ୍ଧିର ରାସ୍ତାକୁ ଚାଲି ଆସୁ, ସୁଖ ଶାନ୍ତି ଏ ଦେଶର ଜନତାଙ୍କୁ ମିଳୁ। ଏହି ଚିନ୍ତା ନେଇ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀମାନେ ପ୍ରାଣବଳି ଦେଲେ ଏବଂ ତାହାର ଫଳସ୍ୱରୂପ ଏ ଦେଶ ସ୍ୱାଧୀନ ହେଲା। ଏବଂ ଯେଉଁ ଚିନ୍ତା ଯୋଗୁଁ, ଯେଉଁ ଆତ୍ମସ୍ୱାର୍ଥନ୍ୱେଷୀ ଚିନ୍ତାଧାରା ଯୋଗୁଁ ନିଜ ନିଜ ମଧ୍ୟରେ ବିବାଦ ଥାଇ ଏ ଦେଶକୁ ଦୁର୍ବଳ କରାଯାଇଥିଲା, ତାହା ନକରି ଏକ ଶକ୍ତିଶାଳୀ ଦେଶ ଗଠନ କରିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସାରା ଭାରତକୁ ଏକତ୍ରୀକରଣ କରିବା ପାଇଁ ବିଭିନ୍ନ ଛୋଟ ଛୋଟ ରାଜ୍ୟକୁ ଏକତ୍ରିତ କରି ଏକ ବିଶାଳ ପ୍ରଶାସନିକ ଭୂଖଣ୍ଡ ତିଆରି କଲେ ଏବଂ ଯାହାର ନାମ ଭାରତବର୍ଷ ଦିଆଗଲା। ଏବଂ ଏହି ଭାରତବର୍ଷର ପୁରାତନ ଐତିହ୍ୟ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ସାରା ବିଶ୍ୱରେ ତାର ପୁନର୍ଗୌରବକୁ ଫେରାଇ ଆଣିବା ପାଇଁ ଏକ ଶାସନାଧୀନ କରି ଏ ଦେଶର ସାର୍ବଭୌମ ରାଷ୍ଟ୍ର ଭାବରେ ପରିଗଣିତ ହୋଇ ଏକ ସମ୍ବିଧାନ ପ୍ରଣୀତ ହେଲା ଏବଂ ସେହି
ସମ୍ବିଧାନ ଅନୁଯାୟୀ ଆମେ 75 ବର୍ଷ ହେଲା ଶାସନ କରି ଆସୁଛୁ ଏବଂ ଏକ ଦିଶା ଦର୍ଶନ ଦେଇ ବିଶ୍ୱର ସମକକ୍ଷ ହେବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ଯେଉଁ ଚିନ୍ତାଧାରା ଆମ ଦେଶକୁ ପୁନର୍ବାର ସୁଦୃଢ଼ କରିଦେଲା, ଏକ ଶକ୍ତିଶାଳୀ ଦେଶ ତିଆରି ହେବା ପାଇଁ ହଜାର ହଜାର ଲୋକଙ୍କୁ ପ୍ରାଣ ବଳି ଦେବା ପାଇଁ ଉତ୍ସାହିତ କରିଥିଲା ଏବଂ ଆମକୁ ଆଗକୁ ନେଇ ଚାଲିଛି, ତାହାର ନାମ ଜାତୀୟତାବାଦ। ତେବେ ସେ ଜାତୀୟତାବାଦ ଉପରେ ଆଜି ଅନେକ ବିପଦ ଆସିଛି ଏବଂ ଆସୁଛି। ତାହାକୁ ମୁକାବିଲା କେମିତି କରିବା ଏବଂ ତା ଉପରେ ପରବର୍ତ୍ତୀ ଭିଡ଼ିଓରେ ଆମେ ଆଲୋଚନା କରିବା। ତେବେ ଆଜି ପାଇଁ ଆପଣମାନେ ଭିଡ଼ିଓଟି ଭଲ ଲାଗିଥିଲେ ଅନ୍ୟମାନଙ୍କୁ ସେୟାର କରନ୍ତୁ ଏବଂ ପରବର୍ତ୍ତୀ ଭିଡ଼ିଓକୁ ଦେଖନ୍ତୁ, ଜାଣନ୍ତୁ ଯେ ଆଜି ଆମର ଜାତୀୟତାବାଦ ଭାବନାରେ